ରଥଯାତ୍ରାରେ ହେବ ଶତ୍ରୁର ପର୍ଦ୍ଦାଫାଶ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ କରୁଛି ଆମର ଏହି ଚ୍ୟାନେଲ ସୌମେନ୍ଦ୍ର ଅଫିସିଆଲକୁ। ଆଜି ଆମେ ଜାଣିବା ମୋ ସିନ୍ଦୁରର ଅଧିକାର ସିରିଏଲର ଆଜିର ପ୍ରମୋ ଭିଡ଼ିଓରେ କ'ଣ କ'ଣ ନୂଆ ଘଟଣା ଦେଖିବାକୁ ମିଳିବ। ଆଜିର ଭିଡ଼ିଓରେ ଆସିବ ଏକ ବଡ଼ ରୋମାଞ୍ଚ ଘଟଣା। ନତାଶା କହୁଛନ୍ତି ଏ ମଙ୍ଗଳସୂତ୍ରଟା କେମିତି ଲାଗୁଛି, ଭଲ ଲାଗୁଛି ନା, ମୋତେ ଭଲ ଲାଗିବ ନା। ଆଦି କହୁଛନ୍ତି ତାପରେ ନତାଶା ତୁମେ ସବୁ କର କିନ୍ତୁ ମଙ୍ଗଳସୂତ୍ର ଆଉ ସିନ୍ଦୁର କିଣନି ପ୍ଲିଜ୍, କାହିଁକି ନା ସେ ସବୁର ଅଧିକାର ମୁଁ ତୁମକୁ କେବେ ବି ଦେଇପାରିବି ନାହିଁ। ତାପରେ ନତାଶା କହୁଛନ୍ତି ରାଗିକି, ଦେଖ ଏଇଠି ଏସବୁ ବନ୍ଦ କର, ତମେ କାହା ପାଇଁ ୱେଟ୍ କରୁଛ, ସେ ମୁକ୍ତି କେବେ ବି ଫେରିବ ନାହିଁ। ତାପରେ ଆଦି ପୁଣି କହୁଛନ୍ତି ସେ ଫେରିବେ, ଇନଫ୍ୟାକ୍ଟ ସେ ଫେରି ସାରିଛନ୍ତି। ନତାଶା କହୁଛନ୍ତି ସେମିତି କିଛି ବି ହବନି, ମୁକ୍ତି ଆଉ କେବେ ବି ଫେରିବନି ଏଠି, କାହିଁକି ନା ମୁଁ ତାକୁ ନିଜେ ଶେଷ କରିଦେଇଛି। ତାପରେ ମୁକ୍ତି ପଛ ଆଡ଼ୁ ଆସି ଅନ୍ଧାରରେ କହୁଛନ୍ତି ଆଦିଙ୍କ ଆଗରେ ତୁ ନିଜେ ତୋ ପାପର ପର୍ଦ୍ଦାଫାଶ କରିଦେଲୁ ନତାଶା। କ'ଣ ଆଜି ହବ ମୋ ସିନ୍ଦୁରର ଅଧିକାର ସିରିଏଲ? ମୋତେ ତ ଆଜି ଲାଗୁଛି କିଛି ନା କିଛି ଆଜି ଗୋଟେ ହବ। ନତାଶାଙ୍କୁ ଆଜି ଗାଳି ଦେବେ ବୋଧେ ମୁକ୍ତି। ଆଜି ବହୁତ ବଡ଼ ରୋମାଞ୍ଚ ଘଟଣା। ମୁଁ ଆଶା କରୁଛି ମୋ ଦର୍ଶକ ବନ୍ଧୁମାନଙ୍କୁ ଭିଡ଼ିଓଟି ବହୁତ ଭଲ ଲାଗିଥିବ। ତେବେ ତାହେଲେ ଲାଇକ୍ଟେ କରନ୍ତୁ ନା, ଏବଂ ନିଜ ମତାମତ କମେଣ୍ଟ ବକ୍ସରେ ଜଣାନ୍ତୁ। ଏବଂ ଏଇଭଳି ସିରିଏଲ ଅପଡେଟ୍ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଘଣ୍ଟି ଚିହ୍ନକୁ ଅନ୍ କରନ୍ତୁ। ଧନ୍ୟବାଦ। ରହିଲି। ଜୟ ଜଗନ୍ନାଥ, ଜୟ ଦର୍ଶକ ବନ୍ଧୁ।